ନମସ୍କାର ଦର୍ଶକ ବନ୍ଧୁ। ଆଜିର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରତିଦିନ ତାଜା ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ ମଧ୍ୟ କରନ୍ତୁ। ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁପାରେ ମୌସୁମୀ। ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ଲଘୁଚାପ ପ୍ରଭାବରେ ମୌସୁମୀ ବାୟୁ ଅଗ୍ରସର ହୋଇ ଚଳିତ ସପ୍ତାହ ଶେଷ ସୁଦ୍ଧା ଆଣ୍ଡାମାନ ଛୁଇଁବାର ସମ୍ଭାବନା ରହିଛି। ଯଦିଓ ବାତ୍ୟାର ଆଶଙ୍କା କମ୍, କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ। ଲଘୁଚାପଟି ରିକର୍ଭ କରି ମିଆଁମାର ଆଡ଼କୁ ଗତି କରୁଥିବାରୁ ରାଜ୍ୟରେ ଜଳୀୟ ବାଷ୍ପ କମିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଉପର ବାୟୁମଣ୍ଡଳରେ ପବନର ବେଗ ଅଧିକ ରହୁଥିବାରୁ ପରିସ୍ଥିତି ଉପରେ ପାଣିପାଗ ବିଜ୍ଞାନୀମାନେ ନଜର ରଖିଛନ୍ତି। ମୌସୁମୀ ଆଗମନ ଏବଂ ପାଣିପାଗର ଏହି ସଦ୍ୟତମ ଅପଡେଟ୍ ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଭାରତବାସୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଦେଶରେ ଇନ୍ଧନ ଅଭାବ ଏବଂ ସମ୍ଭାବ୍ୟ ଲକଡାଉନ ସମ୍ପର୍କିତ ସମସ୍ତ ଗୁଜବକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ପାଖରେ ବର୍ତ୍ତମାନ 60 ଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଓ ଏଲ୍ଏନ୍ଜି ଏବଂ 45 ଦିନ ପର୍ଯ୍ୟନ୍ତ ଏଲ୍‌ପିଜିର ପର୍ଯ୍ୟାପ୍ତ ଷ୍ଟକ୍ ରହିଛି। ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଭାରତ ପାଖରେ ମୋଟ 76 ଦିନର ଶକ୍ତି ସଂରକ୍ଷଣ ରହିଛି। ଯୁଦ୍ଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା ଆଶଙ୍କାରେ ଭାରତ ନିଜର ଘରୋଇ ଗ୍ୟାସ୍ ଉତ୍ପାଦନ କ୍ଷମତାକୁ ମଧ୍ୟ 54,000 ମେଟ୍ରିକ୍ ଟନ୍‌କୁ ବୃଦ୍ଧି କରିଛି। ତେଣୁ ଦେଶରେ କୌଣସି ସ୍ଥାନରେ ତେଲ କିମ୍ବା ଗ୍ୟାସ୍‌ର ଅଭାବ ନାହିଁ ଏବଂ ଲକଡାଉନ ଭଳି ମିଥ୍ୟା ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ। ଶକ୍ତି ସୁରକ୍ଷା ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଆସନ୍ତା ଅଗଷ୍ଟ 28 ତାରିଖ ରକ୍ଷାବନ୍ଧନ ଅବସରରେ ରାଜ୍ୟର କୋଟି କୋଟି ମହିଳାଙ୍କୁ ମିଳିବାକୁ ଯାଉଛି ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ ଏହି ଦିନ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ 5,000 ଟଙ୍କା ପଠାଯିବ। କିନ୍ତୁ ଏଥିପାଇଁ ଏକ ବଡ଼ ସର୍ତ୍ତ ରହିଛି। ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଏନ୍‌ପିସିଆଇ ଲିଙ୍କ ବା ଆଧାର ସିଡିଂ ହୋଇନାହିଁ, ତେବେ ଏହି ଟଙ୍କା ଅଟକି ଯାଇପାରେ। ସରକାର ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଅର୍ଥ ପଠାଉଥିବାରୁ ଏହି ଲିଙ୍କ ବାଧ୍ୟତାମୂଳକ କରାଯାଇଛି। ତେଣୁ ରକ୍ଷାବନ୍ଧନ ପୂର୍ବରୁ ନିଜ ବ୍ୟାଙ୍କକୁ ଯାଇ ଏହି ପ୍ରକ୍ରିୟା ଶେଷ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଆକାଉଣ୍ଟ ଡିବିଟି ପାଇଁ ସକ୍ରିୟ ଅଛି। ସୁଭଦ୍ରା ଯୋଜନାର ଏହି ପଞ୍ଚମ କିସ୍ତି ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ପର୍କିତ ସମସ୍ତ ସଦ୍ୟତମ ରିପୋର୍ଟ ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଦେଶରେ ମହଙ୍ଗା ମାଡ଼କୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଖାଦ୍ୟ ସାମଗ୍ରୀର ଦାମ ବଢ଼ିବା ଯୋଗୁଁ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି 3.48% ବୃଦ୍ଧି ପାଇଛି। ଯଦିଓ ଏହା ଆର୍‌ବିଆଇ 4% ସୀମା ମଧ୍ୟରେ ରହିଛି, କିନ୍ତୁ ଗତ ଅକ୍ଟୋବର ଠାରୁ ଏହା କ୍ରମାଗତ ଭାବେ ବଢ଼ି ଚାଲିଥିବା ଏବେ ଚିନ୍ତାର ବିଷୟ ପାଲଟିଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ଅଧିକ ରହିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ବିଶେଷଜ୍ଞଙ୍କ ମତରେ ଯଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସଙ୍କଟ ଜାରି ରହେ, ତେବେ ଆଗାମୀ ଦିନରେ ସାଧାରଣ ଜନତାଙ୍କ ପକେଟ ଉପରେ ଏହାର ମହଙ୍ଗା ମାଡ଼ ପଡ଼ିପାରେ। ମୁଦ୍ରାସ୍ଫୀତି ଏବଂ ଦେଶର ଅର୍ଥନୀତି ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଭାରତର ଶ୍ରମ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣି ସରକାର 4ଟି ନୂତନ ଶ୍ରମ ସଂହିତାକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିଛନ୍ତି। ଏହି ନୂଆ ନିୟମ ଅନୁଯାୟୀ କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ସର୍ବାଧିକ 48 ଘଣ୍ଟା କାର୍ଯ୍ୟ ସମୟ ସୀମିତ କରାଯାଇଛି। ଯଦି କେହି ଏହାଠାରୁ ଅଧିକ ସମୟ କାମ କରନ୍ତି, ତେବେ କମ୍ପାନୀକୁ ଧାର୍ଯ୍ୟ ମଜୁରିର 2 ଗୁଣା ଓଭରଟାଇମ୍ ପ୍ରଦାନ କରିବାକୁ ପଡ଼ିବ। 29ଟି ପୁରୁଣା ଜଟିଳ ଆଇନକୁ ଉଚ୍ଛେଦ କରି ଅଣାଯାଇଥିବା ଏହି ଆଧୁନିକ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସମାନ ଦରମା, ନିଯୁକ୍ତି ପତ୍ର ବାଧ୍ୟତାମୂଳକ ଏବଂ 40 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଭଳି ସୁବିଧା ରହିଛି। ଏହା ବ୍ୟତୀତ ଚାକିରି ହରାଇଥିବା ଶ୍ରମିକମାନଙ୍କ ପାଇଁ ପୂର୍ଣ୍ଣ ଦକ୍ଷତା ପାଣ୍ଠି ମଧ୍ୟ ଗଠନ କରାଯାଇଛି। ଶ୍ରମିକ ସୁରକ୍ଷା ଏବଂ ଅର୍ଥନୀତିକୁ ଗତିଶୀଳ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ। ଏହି ଶ୍ରମ ନିୟମ ସମ୍ପର୍କିତ ସମସ୍ତ ଅପଡେଟ୍ ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହୋଇ ରୁହନ୍ତୁ। ଡାକ ବିଭାଗର ଗ୍ରାମୀଣ ଡାକ ସେବକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଡାକ ବିଭାଗ ମହଙ୍ଗା ଭତ୍ତା ବା ଡିଏରେ 2% ବୃଦ୍ଧି ଘୋଷଣା କରିଛି। ଏହା ସହିତ ଏବେ ମୋଟ ଡିଏ 60%ରେ ପହଞ୍ଚିଛି। ଏହି ନୂଆ ହାର ଜାନୁଆରୀ 1, 2026ରୁ ପିଛିଲା ଭାବେ ଲାଗୁ ହେବ। ଏହାର ଅର୍ଥ କର୍ମଚାରୀମାନେ ଜାନୁଆରୀରୁ ମେ ମାସ ପର୍ଯ୍ୟନ୍ତ 5 ମାସର ବକେୟା ଦରମା ବା ଏରିୟର ମଧ୍ୟ ଏକକାଳୀନ ପାଇବେ। ନୂଆ ନିୟମ ଅନୁସାରେ ଯେଉଁମାନଙ୍କ ମୂଳ ଦରମା 20,000 ଟଙ୍କା, ସେମାନଙ୍କ ମୋଟ ମାସିକ ଆୟ 32,000 ଟଙ୍କାକୁ ବୃଦ୍ଧି ପାଇବ। ମହଙ୍ଗା ମାଡ଼ ମଧ୍ୟରେ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ଡାକ ବିଭାଗର ଏହି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଏବଂ ଦରମା ବୃଦ୍ଧିର ସମସ୍ତ ସୂଚନା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।